ରୋହିତ ଶର୍ମା ବିରାଟ କୋହଲି ଗୌତମ ଗମ୍ଭୀରଙ୍କ ମଧ୍ୟରେ ଏବେ ସମ୍ପର୍କ ଭଲ ନାହିଁ। କିଛି ଦିନ ହେବ ସେମାନେ କଥା ହେଉନାହାନ୍ତି। ରୋହିତ ଶର୍ମା ରନ୍ କରିପାରୁନାହାନ୍ତି, ତାଙ୍କୁ ଅବସର ଦେଇଦିଅ। ବିରାଟ କୋହଲି ଫର୍ମରେ ନାହାନ୍ତି, ତାଙ୍କୁ ମ୍ୟାଚ୍ରେ ବସାଇ ଦିଅ। ଭାରତ ଗୋଟେ ପରେ ଗୋଟେ ମ୍ୟାଚ୍ ହାରିଯାଉଛି, ଗୌତମ ଗମ୍ଭୀରକୁ କୋଚ୍ରୁ ବିଦା କରିଦିଅ। ଏମିତି ଚର୍ଚ୍ଚା ସବୁବେଳେ ସୋସିଆଲ ମିଡ଼ିଆ ଲାଗି ରହିଛି। ହଁ ଦର୍ଶକ ବନ୍ଧୁ, ଆଜିର ବଡ଼ ଖବର ହେଉଛି ରୋହିତ ଶର୍ମା ବିରାଟ କୋହଲି ଗୌତମ ଗମ୍ଭୀରଙ୍କ ସମ୍ପର୍କକୁ ନେଇ କିଛି ସମୟ ଧରି ସୋସିଆଲ ମିଡ଼ିଆରେ ଏହି ତିନି ଜଣଙ୍କ ମଧ୍ୟରେ ମତଭେଦ ଥିବା ଚର୍ଚ୍ଚା ଲାଗିଥିଲା। କିନ୍ତୁ ଭାରତୀୟ ଦଳର ବ୍ୟାଟିଂ କୋଚ୍ ସ୍ପଷ୍ଟ କରିଛନ୍ତି ଯେ ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ମଧ୍ୟରେ କୌଣସି ବିବାଦ ନାହିଁ। ଉଭୟ ନିୟମିତ ଭାବେ କଥାବାର୍ତ୍ତା କରୁଛନ୍ତି ଏବଂ ଟିମ୍ର ହିତ ପାଇଁ ଏକାଠି କାମ କରୁଛନ୍ତି। ଅନ୍ୟପଟେ ରୋହିତ ଶର୍ମା ମଧ୍ୟ ନିକଟରେ ବିରାଟ କୋହଲିଙ୍କ ସହ ନିଜ ସମ୍ପର୍କ ବିଷୟରେ କହିଛନ୍ତି। ରୋହିତ କହିବା ଅନୁଯାୟୀ ଦୀର୍ଘ ବର୍ଷ ଧରି ଏକାଠି ରହିବା ସହିତ ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି, ଯାହା ଜଣାପଡ଼େ କି ଏଥିରେ ମଧ୍ୟ ବହୁତ ଭାରତ ପାଇଁ ସଫଳତା ମିଳିଛି। ଏଥିସହିତ ରୋହିତ ଶର୍ମା ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଥିଲା, କିନ୍ତୁ ରୋହିତ ସ୍ପଷ୍ଟ କରିଛନ୍ତି ଯେ ଏବେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଭାରତ ପାଇଁ ଖେଳିବା ଉପରେ ରହିଛି ଏବଂ ସେ ଅବସର ନେବାକୁ କୌଣସି ଘୋଷଣା କରିନାହାନ୍ତି। ତେଣୁ ବର୍ତ୍ତମାନ ସ୍ପଷ୍ଟ କରାଯାଉଛି ଯେ ରୋହିତ ଶର୍ମା ବିରାଟ କୋହଲି ଗୌତମ ଗମ୍ଭୀର ମଧ୍ୟକୁ ଟିମ୍କୁ ନେଇ ଏବେ ସକାରାତ୍ମକ ପରିବେଶ ରହିଛି। ଭାରତ ଦଳର ଲକ୍ଷ୍ୟ ଆଗାମୀ ବଡ଼ ଟୁର୍ଣ୍ଣାମେଣ୍ଟ ଏବଂ ଆଗକୁ ଆସୁଥିବା 2027 ବିଶ୍ୱକପ୍ ପାଇଁ ଏବେ ସମସ୍ତେ ଆଜିଠାରୁ ତତ୍ପର ଅଛନ୍ତି। ସେମିତି କିଛି ଏବେ ଚର୍ଚ୍ଚା ଲାଗିଥିଲା ବେଳେ କିନ୍ତୁ ସ୍ପଷ୍ଟ ହୋଇଛି ଯେ ବିରାଟ କୋହଲି ଗୌତମ ଗମ୍ଭୀର ରୋହିତ ଶର୍ମା ମଧ୍ୟରେ ସମ୍ପର୍କରେ କିଛି ଫାଟ ନାହିଁ ଏବଂ ତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ଟିମ୍ର ଜିତିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଏବଂ ଭଲ କାମ କରୁଛନ୍ତି, ଯାହାକି ହେଲା ସବୁଠୁ ବଡ଼ ଖବର।